ଶ୍ରୀରାମ କଥାମୃତ। ସରଜୁ କୂଳର ଅଯୋଧ୍ୟା ନଗର, ଧନ ଧାନ୍ୟ ଭରା ବୈଭବ ଅପାର। ଦିଗ୍ବିଜୟୀ ବୀର ରାଜା ଦଶରଥ, ସୁଶାସକ ରୂପେ ସମ୍ପୂର୍ଣ୍ଣ ସମର୍ଥ। ଧର୍ମପରାୟଣ ବଡ଼ ଦୟାବାନ, ତିନି ରାଣୀ ଥାଇ ହେଲେନି ସନ୍ତାନ। ସେ ବି ସାଧୁ ସନ୍ଥ ଉପାୟ ଲୋଡ଼ିଲେ, ଯଜ୍ଞ ଚରୁ ବଳେ ପୁତ୍ର ଲାଭ କଲେ। ଜ୍ୟେଷ୍ଠ ରାମଚନ୍ଦ୍ର, ଦ୍ୱିତୀୟ ଭରତ, ଲକ୍ଷ୍ମଣ ଶତ୍ରୁଘ୍ନ ହେଲେ ଚାରି ସୂତ। ନବରରୁ ଶୁଭେ କୁଆଁ କୁଆଁ କାନ୍ଦ, ପ୍ରଜା ପରିବାର ଅତୀବ ଆନନ୍ଦ। ଶ୍ରୀରାମ ରୂପରେ ପ୍ରଭୁ ନାରାୟଣ, ଅବତାର ନେଲେ ଜଗତ କାରଣ। କୌଶଲ୍ୟା ମାତାଙ୍କ କୋଳରେ ବଢ଼ନ୍ତି, ଟୁକୁ ଟୁକୁ ଚାଲି ମନ ମୋହୁଛନ୍ତି। ଚାରି ଭାଇ ମିଶି ଗୁରୁକୁଳ ଗଲେ, ବଶିଷ୍ଠ ଆଶ୍ରମୀ ଶିକ୍ଷା ଲାଭ କଲେ। ବେଦ ପାଠ ସହ ନ୍ୟାୟ ନୀତି ଶାସ୍ତ୍ର, ଚଳାଇ ଜାଣିଲେ ବହୁ ଅସ୍ତ୍ର ଶସ୍ତ୍ର। ବିଛେଇ ପଡ଼ିଛି କଅଁଳିଆ ଘାସ, ବଢ଼ିଛନ୍ତି କେତେ ଗହଳିଆ କୁଶ। ଚନ୍ଦନ ବନରେ ମିଳେ ହୋମ କାଠ, ଶାନ୍ତ ସ୍ନିଗ୍ଧ ଦିବ୍ୟ ଅଧ୍ୟୟନ ପୀଠ। ଋଷି ବିଶ୍ୱାମିତ୍ର ସାହାଯ୍ୟ ମାଗନ୍ତେ, ଶ୍ରୀରାମ ଲକ୍ଷ୍ମଣ ଆସିଛନ୍ତି ସାଥେ। ଯଜ୍ଞ ସୁରକ୍ଷାର ରଖି ଅନୁରୋଧ, ଦୁଷ୍ଟ ଅସୁରଙ୍କୁ କରିଥିଲେ ବଧ। ପାଦ ରଖି ଦେଇ ପାଷାଣ ଉପର, କରିଥିଲେ ରାମ ଅହଲ୍ୟା ଉଦ୍ଧାର। ବିଶାଳ ବିକ୍ରମ ବରେଣ୍ୟ ନରେନ୍ଦ୍ର, ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ର। ଜନକ କୁମାରୀ ଭୂମି ସୁତା ସୀତା, କନ୍ୟା ସ୍ୱୟଂବର ଚିନ୍ତା କଲେ ପିତା। ବରମାଳା ଧରି ଉଭା ରାଜକନ୍ୟା, ରୂପରେ ଅନିନ୍ଦ୍ୟ ଗୁଣରେ ଅନନ୍ୟା। ରାଜସଭା ମଧ୍ୟରେ ରାମ ଉପସ୍ଥିତ, ବୁଲି ଆସିଛନ୍ତି ଋଷିଙ୍କ ସହିତ। ସୌମ୍ୟକାନ୍ତ ତନୁ ସୂର୍ଯ୍ୟ ବୀର ରାମ, ସଂଗ୍ରାମୀ କୁଶଳୀ ଆଚାରେ ସମ୍ଭ୍ରମ। ଶିବ ଧନୁ ଭାଙ୍ଗି ଜୟଯୁକ୍ତ ହୋଇ, ପତ୍ନୀ ରୂପେ ରାମ ପାଇଲେ ବୈଦେହୀ। ଶୁଣି ପୁଲକିତ ବନ୍ଧୁ ପରିଜନ, ଆଡ଼ମ୍ବରେ ହେଲା ବିବାହ ସମ୍ପନ୍ନ। ଲକ୍ଷ୍ମୀ ଅଂଶେ ସୀତା ଜନ୍ମ ନେଇଛନ୍ତି, ଧରା ପୃଷ୍ଠେ ହରି ଲୀଳା କରୁଛନ୍ତି। ଜୀବର କଲ୍ୟାଣ ଯାହାଙ୍କ କଳ୍ପନା, ହୃଦୟରେ ରଖନ୍ତି ସୁନ୍ଦର ଭାବନା। ତୀର ଧନୁର୍ଦ୍ଧାରୀ ସେ ମଙ୍ଗଳକାରୀ, ସଦୟ ଶୁଣନ୍ତି ଆରତ ଗୁହାରୀ। ପ୍ରଜାଙ୍କର ପ୍ରିୟ ସେ ରାଜକୁମାର, ହିତ କାର୍ଯ୍ୟ ପାଇଁ ହୁଏ ଜୟକାର। ମତ ଦେଲେ ଗୁରୁ ମହର୍ଷି ବଶିଷ୍ଠ, ଆତ୍ମଜ୍ଞାନୀ ରାମ ଯଥା ନୀତି ନିଷ୍ଠ। ସ୍ଥିର ହେଲା ରାମ ଅଭିଷିକ୍ତ ହେବେ, ରାଜ୍ୟଭାର ନେଇ କାର୍ଯ୍ୟ ତୁଲାଇବେ। ମନ୍ଥରା ଦାସୀର ମନ୍ତ୍ରଣାରେ ପଡ଼ି, ବିମାତା କୈକେୟୀ ଗଲେ ସ୍ୱାର୍ଥେ ସଢ଼ି। ଋଷି ବସି ଅଡ଼ି ମାଗିଥିଲେ ବର, ମନେ ପକାଇକି ପୁରୁଣା ତ୍ୟାଗର।
ଯୁଦ୍ଧ ଜୟ ବେଳେ ହୋଇ ଅତି ପ୍ରୀତ, ଶୁଣ ପତି ଦେବ କରିଥିଲ ସତ୍ୟ। ଯାହା ମୁଁ ଚାହୁଁଛି ପୂରଣ କରିବ, ତୁମ ବଚନକୁ ନିଶ୍ଚୟ ରଖିବ। ବଣକୁ ଯାଆନ୍ତୁ ବଡ଼ ପୁତ୍ର ଆଜ, ଭରତ ହୁଅନ୍ତୁ ରାଜ୍ୟ ଯୁବରାଜ। ଦୁଃଖେ କାନ୍ଦୁଛନ୍ତି ରାଜା ଓ ସାମନ୍ତ, ଚାଲିଯାଅ ରାମ କହିବେ କେମନ୍ତ। ଲୋକେ କହୁଛନ୍ତି ଯାଅନି କୁମାର, ପାଦ ତଳେ ପଡ଼ି ହୁଅନ୍ତି କାତର। ସ୍ଥିତ ପ୍ରଜ୍ଞ ରାମ ନହଇ ବିରସ, ପିତୃ ସତ୍ୟ ପାଳି ଗଲେ ବନବାସ। ସାଥେ ବାହାରିଲେ ସୁକୁମାରୀ ସୀତା, ବାରଣ ନ ମାନି ସତୀ ପତିବ୍ରତା। ସେବା କରିବାକୁ ଅନୁଜ ଲକ୍ଷ୍ମଣ, ବଡ଼ ଭାଇ ସଙ୍ଗେ ଚାଲିଗଲେ ବଣ। ଗଙ୍ଗା ନଦୀ କୂଳେ ନାର ନାଉରୀ, ପ୍ରଭୁ ପାଦ ଧୋଇ କଲା ସ୍ରୋତ ପାରି। ନାବ ମଧ୍ୟେ ସୀତା କରି ନମସ୍କାର, ଆରାଧନା କଲେ ଜଳ ଦେବୀଙ୍କର। ପିତା ଦଶରଥ ଝୁରି ପୁତ୍ର ମୁଖ, କଲେ ଦେହ ତ୍ୟାଗ ଲଭି ଅତି ଦୁଃଖ। ମାତୁଳାଳୟରୁ ଭରତ ଫେରିଲେ, ମାତାଙ୍କ ଉପରେ ଅତି କ୍ରୋଧ ହେଲେ। ଲୋଡ଼ା ନାହିଁ ମୋତେ ରାଜସିଂହାସନ, ଅଗ୍ରଜଙ୍କୁ ଛାଡ଼ି ମୋ ଜୀବନ ହୀନ। ତିନି ମାତା ସଙ୍ଗେ ଅରଣ୍ୟକୁ ଯାଇ, ଅନୁନୟ ହେଲେ ଫେରି ଆସ ଭାଇ। ଅସଫଳ ହୋଇ ଭାରି ଦୁଃଖ ମନ, ଅଭାଗା ମଣିଲେ କୈକେୟୀ ନନ୍ଦନ। କଲେ ନିବେଦନ ଦିଅନ୍ତୁ ପାଦୁକା, ପୂଜା କରୁଥିବି ନୀତି ଏକା ଏକା। ତୁମ ପାଇଁ ରିକ୍ତ ଥିବ ସେ ଆସନ, ପ୍ରତିନିଧି ହୋଇ କରିବି ଶାସନ। ଚତୁର୍ଦ୍ଦଶ ବର୍ଷେ ଆସିଯିବ ଫେରି, ଦିନେ ଡେରି ହେଲେ ପ୍ରାଣ ଦେବି ହାରି। ଛାଡ଼ି ରାଜଧାନୀ ରାଜକୀୟ ଥାଟ, ତପସ୍ୱୀର ବେଶ ନ ପିନ୍ଧି ମକୁଟ। ନନ୍ଦୀଗ୍ରାମେ ଯାଇ ରହିଲେ ଭରତ, ସର୍ବତ୍ୟାଗୀ ହୋଇ ପାଦୁକା ସହିତ। ଚଢ଼ି ଗିରିପଥ ଲଙ୍ଘି ନଦୀ ନାଳ, କଟେ ସୀତାରାମ ଲକ୍ଷ୍ମଣଙ୍କ କାଳ। ଭେଟି ମୁନି ଋଷି ଶୁଭାଶିଷ ପାଇ, ନିର୍ଭୀକ ଚିତ୍ତରେ ଚାଲନ୍ତି ଆଗେଇ। କନ୍ଦ ଫଳ ଖାଇ ବିତାଇ ସମୟ, ପ୍ରକୃତି କୋଳରେ ନିଅନ୍ତି ଆଶ୍ରୟ। ଝରଣାର ଜଳ ତୃପ୍ତି ଦିଏ ପ୍ରାଣୀ, ଦିନଚର୍ଯ୍ୟା ବଢ଼େ ଅରଣ୍ୟର କୋଣି। ସକାଳ ସଞ୍ଜରେ ରବିଚନ୍ଦ୍ର ଚଳେ, ନିର୍ମଳ ପ୍ରଭାରେ ଭୁବନ ପଖାଳେ। ଶୁଭେ କାକଳିର ମଧୁର ଗୁଞ୍ଜନ, ବହେ ଘନ ଘନ ଶୀତଳ ପବନ। ନବୀନ ପଲ୍ଲବ ସବୁଜିମା ଛାଏ, ଭଳି ଭଳି ଫୁଲ ଜଗମହକାଏ। ଉଡ଼ି ବୁଲୁଥାନ୍ତି କେତେ ପ୍ରଜାପତି, ସୁଖେ ଚରୁଥାନ୍ତି ଜନ୍ତୁ ନାନା ଜାତି। କୁଟୀର ତିଆରି ପଞ୍ଚବଟୀ ବନେ, ରହିଲେ ରାଘବ ହରଷିତ ମନେ। ତପୋବନେ ସୀତା ତପସ୍ୱିନୀ ସାଜି, ପତି ସେବା ବ୍ରତେ ଯାଇଛନ୍ତି ମଜ୍ଜି।
ଶୂର୍ପଣଖା ନାମ୍ନୀ ସୁନ୍ଦରୀ ରାକ୍ଷସୀ ପ୍ରେମ ପ୍ରକାଶିଲା ରାମଙ୍କଠି ଆସି। ବୁଝାଇଲେ ରାମ ଭଦ୍ରେ ତୁମେ ଶୁଣ, ଏକ ପତ୍ନୀ ବ୍ରତ କରିଛି ମୁଁ ପଣ। ମୋର ସାନ ଭାଇ ଲକ୍ଷ୍ମଣ ଯେ ଅଛି, କଥା ହୁଅ ତୁମେ ତା ସହିତ କିଛି। ମନ୍ଦ ପାଞ୍ଚିବାକୁ ରାକ୍ଷସୀ ତପ୍ତର, ନାକ କାଟିଦେଲେ ଲକ୍ଷ୍ମଣ ତାହାର। ଲଙ୍କାର ରାବଣ ବଳଶାଳୀ ଥିଲା, କାନ୍ଦି ଶୂର୍ପଣଖା ତା ସଭାକୁ ଗଲା। ପ୍ରତିଶୋଧ ପାଇଁ ଦୃଢ଼ ଦାବି କରି, କୁହେ ରଖ ଆଣି ସେ ସୁନ୍ଦରୀ ନାରୀ। ଦୁଷ୍ଟ ଦଶାନନ ମନ୍ଦ ତାର କାମ, କୁମନ୍ତ୍ରଣା ଶୁଣି ବୁଦ୍ଧି ହେଲା ବାମ। କରିଲା ଦେଶ ଡାକି ମାରିଚକୁ, ଶୀଘ୍ର ଚାଲିଯାଅ ଜଙ୍ଗଲ ମଧ୍ୟକୁ। ମାୟା ରୂପ ଧରି ହରିଣଟେ ହୋଇ, ସୀତାର ଆଗରେ ଦୌଡ଼ି ବୁଲ ତୁହି। ସେ ବନବାସୀଙ୍କୁ ଭ୍ରମିତ କରିବୁ, ବହୁତ ଦୂରକୁ ଦୌଡ଼ାଇ ନେବୁ। ସ୍ୱର୍ଣ୍ଣ ମୁଗ ଲୋଭ ନ ପାରି ସମ୍ଭାଳି, ପାଇବାକୁ ସୀତା କରିଥିଲେ ଅଳି। ଆଣିଦିଅ ନାଥ ରହିଛି ପାଖରେ, ଦୌଡ଼ିଗଲେ ସ୍ୱାମୀ ହରିଣ ପଛରେ। ଧରି ପାରିଲେନି ଚେଷ୍ଟା କରି ବୀର, ପ୍ରାଣ ନେଲା ତାର ରାମଙ୍କର ଶର। ହାରକ୍ଷ ଲକ୍ଷ୍ମଣ କହି ମରିଗଲା, ରାବଣ ଏଭଳି କୂଟ ପାଞ୍ଚିଥିଲା। ଆହାକାର ଶୁଣି ସୀତା ଆତଙ୍କିତ, ଯାଅ ହେ ଲକ୍ଷ୍ମଣ ସେଠାକୁ ତୁରନ୍ତ। ସୁରକ୍ଷାର ରେଖା ମନ୍ତ୍ରରେ ଆଙ୍କିଲେ, ଭାଉଜ ଡେଇଁକି ଜୀବନି କହିଲେ। ରାମଙ୍କୁ ଭେଟିଲେ କୋଶେ ଦୂର ଯାଇ, ଭଲରେ ଅଛନ୍ତି ତାଙ୍କ ବଡ଼ ଭାଇ। ରାମ ପଚାରିଲେ ଆସିଲୁ କାହିଁକି, ସୀତା ରହିଛନ୍ତି କୁଟୀରେ ଏକାକୀ। ସାଧୁ ବେଶେ ଆସି କପଟି ରାବଣ, କୁହେ ରେଖା ଡେଇଁ ଦାନ ଦେ ଏକ୍ଷଣ। ଦାନ ଧର୍ମ ଭାବି ସୀତା କମଳାଙ୍ଗୀ, ଲକ୍ଷ୍ମଣ ରେଖାକୁ ଆସିଗଲେ ଲଙ୍ଘି। ଚୋରି କରି ନେଲା ଲଙ୍କାକୁ ରାବଣ, ବନ୍ଦୀ କରିଦେଲା ଦେବାକୁ କଷଣ। ଅଶୋକ ବନରେ ନିର୍ଯାତିତା ସୀତା, କାନ୍ଦି ଭାଳୁଛନ୍ତି ରାମଙ୍କର କଥା। ଫେରି ଆସି ରାମ କୁଟୀର ସମୀପ, ସୀତାଙ୍କୁ ନ ପାଇ କରନ୍ତି ସନ୍ତାପ। ଆକୁଳେ କୁହନ୍ତି ଅଛ କି ପାଖରେ, ଦୟାକରି ସୀତା ଡାକ ଦିଅ ଥରେ। କରୁଥିଲ କେତେ ସେବା ଦିନ ରାତି, ତୁମେ ଥିଲ ମୋର ସୁଖେ ଦୁଃଖେ ସାଥୀ। ହଜାଇ ତୁମକୁ ଚଳିବି କିପରି, ରହିପାରିବି କି ଦଣ୍ଡେ ପ୍ରାଣ ଧରି। ହଠା କରି ସାଥେ କାହିଁକି ଆସିଲ, ଆହେ ପ୍ରିୟେ ସୀତେ କାହିଁ ଚାଲିଗଲ। ଖୋଜି ବୁଲୁଛନ୍ତି ଶ୍ରୀରାମ ସୀତାଙ୍କୁ, କାନ୍ଦି ପଚାରନ୍ତି ଦେଖନ୍ତି ଯାହାଙ୍କୁ। ଜାଣିଛ କି କେହି ସୀତାଙ୍କ ଖବର, ଦେଖିଛ କି କେହି କୁଆଡ଼େ ଯିବାର। କହିଦେଲେ ହେବି ତୁମ ଚିରଋଣୀ, ହାତ ଯୋଡ଼ି ମୁହିଁ କରୁଛି ମାଗୁଣି।
ବିମାନେ ରାବଣ ସୀତାଙ୍କୁ ନେଇଛି, ରୋକି ପାରିଲିନି ତା ସାଥେ ଲଢ଼ିଛି। ଆହତ ଜଟାୟୁ କହି ମରିଗଲେ, ଦୁଇ ଭାଇ ମିଶି ଶବଦାହ କଲେ। ଇତସ୍ତତ ବୁଲି ଜଙ୍ଗଲ ଭିତରେ, ପହଞ୍ଚିଲେ ଯାଇ ଶବରୀ କୁଟୀରେ। ଚାଖି ରଖିଥିବା କୋଳିକୁ ଖାଇଲେ, ଜିଇବା ଶିଖିବା ତାଠାରୁ ବୁଝିଲେ। ସୁଗ୍ରୀବଙ୍କ ମନ୍ତ୍ରୀ ବୀର ହନୁମାନ, ମହାଗୁଣୀ ଜ୍ଞାନୀ ମରୁତ ନନ୍ଦନ। ଗିରିଶୃଙ୍ଗ ପାଶେ ଆଲୋଚନାରତ, କାହୁଁ ଆସିଛନ୍ତି ଏ ଅପରିଚିତ। ଅତି ବଳବନ୍ତ ସଙ୍କଟମୋଚନ, ଭିକ୍ଷୁକ ବେଶରେ କରିଲେ ଗମନ। ପଚାରିଲେ କିଏ ତୁମେ ଦୁଇ ଜଣ, କାହିଁକି ଆସିଛ କୁହ ହେ କାରଣ। ଦୁଇ ଭାଇ ମିଶି ଦଣ୍ଡେ ରହିଯାଇ, ନିଜର କାହାଣୀ କହିଲେ ବୁଝାଇ। ସାହାଯ୍ୟ ଆଶାରେ ଧାଇଁ ଆସିଅଛୁ, ବାନର ବୀରଙ୍କୁ ଏଠାରେ ଖୋଜୁଛୁ। ସୁଗ୍ରୀବଙ୍କ ସଖା ରଘୁବର ହେଲେ, ମିତ୍ର କଥା ରଖି ବାଳିକୁ ମାରିଲେ। ଚାରିଦିଗେ ହେଲା ସୀତାଙ୍କ ସନ୍ଧାନ, ଦକ୍ଷିଣ ଆଡ଼କୁ ଗଲେ ହନୁମାନ। କହିଲେ ସମ୍ପାତି ହୋଇ ମ୍ରିୟମାଣ, ଏ ପଥେ ନେଇଛି ସୀତାଙ୍କୁ ରାବଣ। ଭୂଖଣ୍ଡକୁ ଲାଗି ସୁନୀଳ ସାଗର, ଆରପଟେ ଦୂରେ ଅଛି ଲଙ୍କାପୁର। ବିଜ୍ଞ ଜାମ୍ବବାନ କହିଲେ ବିଚାରି, ଜାଗ ହନୁମାନ ନିଜ ଶକ୍ତି ସ୍ମରି। ଲମ୍ଫେ ହନୁମନ୍ତ କଲେ ସିନ୍ଧୁ ପାର, ପହଞ୍ଚିଲେ ଯାଇ ଲଙ୍କାଗଡ଼ ଦ୍ୱାର। ସୂକ୍ଷ୍ମ ରୂପ ଧରି ଖୋଜି ପ୍ରତି ଘରେ, ଦେଖିଲେ ସୀତାଙ୍କୁ ଅଶୋକ ବନରେ। ଅସହାୟା ବାଳା ରାକ୍ଷସୀ ବେଷ୍ଟିତ, ଅବସାଦ ମନ ହୃଦୟ ବ୍ୟଥିତ। କାନ୍ଦୁଛନ୍ତି ମାତା ବାହୁନି ବାହୁନି, ସ୍ୱାମୀଙ୍କ ସ୍ମୃତିକୁ ଭାବନାରେ ଘେନି। ଆସ ପ୍ରାଣନାଥ କରିବ ଉଦ୍ଧାର, ତୁମ ବିନା ନାହିଁ ଇଚ୍ଛା ବଞ୍ଚିବାର। ମୁରାମ ସେବକ ଶୁଣ ମହାଦେଇ, ନିଜ ପରିଚୟ ଜଣାଇଲେ ଯାଇ। ରାମଙ୍କ ମୁଦ୍ରିକା ସୀତା ହସ୍ତେ ଦେଲେ, ମଥାମଣି ପାଇ ପାଖରେ ରଖିଲେ। ରାବଣର ବଳ କଳିବାକୁ ହେବ, ଉଦ୍ୟାନ ଉଜାଡ଼ି କଲେ ଉପଦ୍ରବ। ରଥି ସେନାପତି ଧରିବାକୁ ଆସି, ହାରି ମରିଗଲେ ପାରିଲେନି ପଶି। ଇନ୍ଦ୍ରଜିତ ହାତେ ଧରା ଦେଇଗଲେ, ରାବଣକୁ ଧର୍ମ କଥା ବୁଝାଇଲେ। କହିଲେ ମୋ ପ୍ରଭୁ ବ୍ରହ୍ମାଣ୍ଡ ବିଜେତା, କ୍ଷମା ଭିକ୍ଷା କରି ଫେରାଇ ଦେ ସୀତା। ଧମକ ଦେଉଛି ମର୍କଟ ଉଦଣ୍ଡ, ଏଇଠି ମରନ୍ତା କାଟିଥାନ୍ତି ମୁଣ୍ଡ। ଲାଙ୍ଗୁଳ ଜଳାଇ ଘାଇଲା କରିବା, ଯେହେତୁ ବାରଣ ଦୂତକୁ ମାରିବା। ଜଳି ଉଠିବାରୁ ଲାଞ୍ଜେ ହୁତାସନ, ଡେଇଁ ବୁଲି ଜାଳି ମଣ୍ଡପ ଭବନ। ଛାର ଖାର କଲେ ସ୍ୱର୍ଣ୍ଣ ଲଙ୍କାପୁରୀ, ରାକ୍ଷସ ବାହିନୀ ଯାଇଥିଲେ ଡରି। ଫେରି ଉଡ଼ି ଆସି ସମୁଦ୍ର ଉପର, ଦେଲେ ସମସ୍ତଙ୍କୁ ସୀତାଙ୍କ ଖବର। ଶୁଣି ନାଚି ଡେଇଁ ବାନରଙ୍କ ଦଳ,
ମନ ଖୁସି କଲେ ଖାଇ ଫଳମୂଳ। ରାମଙ୍କ ନିକଟେ ବୃତ୍ତାନ୍ତ ବଖାଣି ହନୁମାନ ଦେଲେ ସୀତା ମଥାମଣି। କହନ୍ତି ଶ୍ରୀରାମ କରି ଆଲିଙ୍ଗନ ରଘୁବଂଶ ସାହା ହେଲ ହନୁମାନ। ସଭାରେ ସୁଗ୍ରୀବ କଲେ ଆଲୋଚନା ସଖା ପାଇଁ ହେବ ସୈନିକ ଚାଳନା। ଶୁଭ ଲଗ୍ନ ଦେଖି ଯୁଦ୍ଧ ଯାତ୍ରା କଲେ ସାଗର କୂଳରେ ସେନା ପହଞ୍ଚିଲେ। ସାଧୁ ବିଭୀଷଣ କହନ୍ତି ହେ ଭାଇ ସମ୍ମାନେ ସୀତାଙ୍କୁ ଛାଡ଼ି ଦିଅନି। ରାବଣ ସକାଶେ ଦୁଃଖୀ ବିଭୀଷଣ ରାମଙ୍କ ଚରଣେ ପଶିଲେ ଶରଣ। ବାନର ସେନାଙ୍କ ଯାତାୟତ ହେତୁ ସମୁଦ୍ର ଉପରେ ବନ୍ଧା ହେଲା ସେତୁ। ନଳ ନୀଳ ଦୁଇ କପି କାରିଗର ଭସାଇ ପାରିଲେ ପାଣିରେ ପଥର। ଲଙ୍କାରେ ପହଞ୍ଚି ଅଙ୍ଗଦ ଚଳିଲେ ରାବଣ ଆଗରେ ଶାନ୍ତି ବାର୍ତ୍ତା ଦେଲେ। ଶୁଣିଲାନି ଯେବେ ସେ ଦୁଷ୍ଟ ଦାନବ ଘମାଘଟ ଯୁଦ୍ଧ ହୋଇଲା ଆରମ୍ଭ। ମହାଯୋଦ୍ଧା ଦୁହେଁ ଶ୍ରୀରାମ ଲକ୍ଷ୍ମଣ ତାଙ୍କ ଅସ୍ତ୍ରେ ହୁଏ ଶତ୍ରୁର ମରଣ। ପରାଜୟ ବରି ଲଙ୍କା ସେନାପତି ଫେରି ଯାଇଥିଲା ରାବଣର କତି। ଅନୁଚର ଡାକି କହିଲା ରାବଣ ନିଦରୁ ଉଠାଅ ଜାଗୁ କୁମ୍ଭକର୍ଣ୍ଣ। କୁମ୍ଭକର୍ଣ୍ଣ ଆସି ଯୁଦ୍ଧେ ଯୋଗ ଦେଲା ଶ୍ରୀରାମଙ୍କ ହସ୍ତେ ପ୍ରାଣ ତାର ଗଲା। ଅଙ୍ଗଦଙ୍କ ବାଣୀ ଭାଙ୍ଗିଗଲା ରଥ ତଳେ ପଡ଼ିଗଲା ଗର୍ବୀ ଇନ୍ଦ୍ରଜିତ। ରଣକ୍ଷେତ୍ର ଛାଡ଼ି ଅଦୃଶ୍ୟ ହୋଇଲା ମାୟା ରୂପ ଧରି ଆକାଶୁ ଲଢ଼ିଲା। ନାଗଫାସ ବାଣ ପେଶିଲା ତୁରିତ ରାମ ଲକ୍ଷ୍ମଣଙ୍କୁ କରିଲା ଅଚେତ। ଗରୁଡ଼ ଆସିଲେ ପ୍ରଭୁଙ୍କ ପାଶକୁ କାଟି ପକାଇଲେ ବିଷାକ୍ତ ଫାଶକୁ। ଐରୀ ଅସୁର ଅସ୍ତ୍ରାଦି ପେଶିଲେ ଯୁଦ୍ଧରେ ଲକ୍ଷ୍ମଣ ଚେତା ଶୂନ୍ୟ ହେଲେ। ଭାଳେନି ପଡ଼ିଲା କ'ଣ କରାଯିବ ଚିକିତ୍ସାର ଏବେ କି ବ୍ୟବସ୍ଥା ହେବ। ହିମାଳୟ ଯାଇ ବୀର ହନୁମନ୍ତ ଉଠାଇ ଆଣିଲେ ବିରାଟ ପର୍ବତ। ଜୀବଦାନ ଦେଲା ମୃତ ସଞ୍ଜୀବନୀ ମିଳିଲା ଔଷଧ ବିଶଲ୍ୟକରଣୀ। ଦାନବକୂଟର ସୂତ୍ର ଜାଣିପାରି ଯଜ୍ଞ ଭଙ୍ଗ କଲେ ଗୁପ୍ତ ସ୍ଥାନ ଘେରି। ମାୟାବୀର ତନ୍ତ୍ର ହୋଇଲା ଅସିଦ୍ଧ ଲକ୍ଷ୍ମଣ କରିଲେ ଇନ୍ଦ୍ରଜିତ ବଦ୍ଧ। ଯୁଦ୍ଧକ୍ଷେତ୍ରେ ଆସି ଅଧର୍ମୀ ରାବଣ ଅସ୍ତ୍ରଶସ୍ତ୍ର ଚାଳି ଲଢ଼ିଲା ଭୀଷଣ। ହାରି ଚାଲିଗଲା ପୁଣି ସେ ଆସିଲା ଶ୍ରୀରାମଙ୍କ ହସ୍ତେ ନିହତ ହୋଇଲା। ଅନ୍ୟାୟ ଧର୍ମ ଚିରସ୍ଥାୟୀ ନୁହେଁ ନିଶ୍ଚେ ଦିନେ ତାର ଅନ୍ତ ହୋଇଥାଏ। ଦୁଷ୍ଟ ମାରି ପ୍ରଭୁ ସାଧୁଙ୍କୁ ପାଳନ୍ତି ସମସ୍ତ ପ୍ରାଣୀଙ୍କୁ ଅଭୟ ବାଣ୍ଟନ୍ତି। ଲଙ୍କାବାସୀ ଦେଲେ ସୀତାଙ୍କୁ ବିଦାୟ ମହୀୟସୀ ନାରୀ ପତିଙ୍କ ପ୍ରତ୍ୟୟ। ସୀତା ପାଇଥିଲେ ଅଗ୍ନିଙ୍କ ସୁରକ୍ଷା ଅନାୟସେ ଦେଲେ ସତୀତ୍ୱ ପରୀକ୍ଷା। ପୁଷ୍ପକ ବିମାନ ଗଗନେ ଉଡ଼ିଲା ସ୍ୱର୍ଗରାଇଜରୁ ପୁଷ୍ପବୃଷ୍ଟି ହେଲା।
শ্রীরাম ফেরিলে অযোধ্যা নগর, সঙ্গতে বানর বন্ধু সহচর। পথ পার্শ্বে প্রজা ଗାଉଛନ୍ତି ଗୀତ, ଜଳାଇ ଦୀପାଳି କରନ୍ତି ସ୍ୱାଗତ। ବହୁଦିନ ପରେ ପାଇଛନ୍ତି ଫେରି, ପୁର ନର ନାରୀ ଯାଇଛନ୍ତି ଘେରି। ଅଭିଷେକ ହେଲା ରାଜା ରାମଙ୍କର, ପାଶେ ଥିଲେ ସୀତା ସଖା ସହୋଦର। ନାଗରିକ ଗଣ ଆନନ୍ଦିତ ହୋଇ, ନାଚୁଛନ୍ତି ଆଜି ନିଜକୁ ହଜେଇ। ଶ୍ରୀରାମଚନ୍ଦ୍ରଙ୍କ ସତ୍ୟ ହିଁ ଆଦର୍ଶ, ଜ୍ଞାନୀ ମନ୍ତ୍ରୀଙ୍କର ମିଳେ ପରାମର୍ଶ। ଧର୍ମ ନ୍ୟାୟ ବଳେ ଚାଲେ ରାଜକାର୍ଯ୍ୟ, ନିୟମ ପ୍ରକାରେ ହୁଏ କର ଧାର୍ଯ୍ୟ। ସୀତାଙ୍କୁ ମିଳିଲା ମିଥ୍ୟା ଅପବାଦ, ବଣକୁ ଚଳିଲେ ଛାଡ଼ିଲେ ପ୍ରାସାଦ। ଅବିବେକୀ ପ୍ରଜା କରିଲେ ସନ୍ଦେହ, ବିଚ୍ଛେଦ ଘଟିଲା ପତିଙ୍କର ସହ। ଅନ୍ତଃସତ୍ତ୍ୱା ନାରୀ ଏକାକୀ ଜାନକୀ, ନିକାଞ୍ଚନ ବନେ ଭେଟିଲେ ବାଲ୍ମୀକି। ଦୁଃଖର କାହାଣୀ ସୀତା ଶୁଣାଇଲେ, ବନଦେବୀ ନାମେ ଆଶ୍ରା ପାଇଥିଲେ। ଋଷିଙ୍କ ଆଶ୍ରମ ହେଲା ବାସସ୍ଥାନ, ଜନ୍ମ ଦେଇଥିଲେ ଯମଜ ସନ୍ତାନ। ଶିଶୁପୁତ୍ର ନାମ ଲବ ଆଉ କୁଶ, ଗୁରୁପଦ ସେବି କଲେ ଶିକ୍ଷା ଶେଷ। ରାଜା ରାମ କଲେ ଅଶ୍ୱମେଧ ଯଜ୍ଞ, ଡକାଇ ରାଜନ୍ୟ ଗୁଣୀ ମାନି ବିଜ୍ଞ। ଅଶ୍ଵ ଚାଲୁଥାଏ ବିଜ୍ଞପ୍ତି ଝୁଲାଇ, ସଙ୍ଗେ ମହାରଥୀ ସୈନ୍ୟଗଣ ଥାଇ। ଅଶ୍ଵକୁ ରକିବେ ଯେଉଁ ମହାଶୟ, ଯୁଦ୍ଧ କରିବାକୁ ପଡ଼ିବ ନିଶ୍ଚୟ। ଲବକୁଶ ଦୁହେଁ ପ୍ରଶିକ୍ଷିତ ଯୋଦ୍ଧା, ବାନ୍ଧି ଆଣି ଅଶ୍ଵ ଦେଖାଇଲେ ସ୍ପର୍ଦ୍ଧା। ସଂଗ୍ରାମେ ପରାସ୍ତ ଲକ୍ଷ୍ମଣ ଭରତ, ରଥୀ ମହାରଥୀ ବାଣରେ ଅଚେତ। ବନ୍ଦୀ ହୋଇଗଲେ ବୀର ହନୁମାନ, ଢିଲା ପଡ଼ିଗଲା ଯଜ୍ଞ ଅନୁଷ୍ଠାନ। ଶୁଣି ରାମଚନ୍ଦ୍ର ଅସ୍ତ୍ର ଶସ୍ତ୍ର ଧରି, ବାହାରି ପଡ଼ିଲେ ସ୍ୱୟଂ ଯୁଦ୍ଧ କରି। ପହଞ୍ଚିଲେ ଯାଇ ଆଶ୍ରମ ସମୀପେ, ଦୁଷ୍ଟ ଶତ୍ରୁ କିଏ ଖୋଜୁଛନ୍ତି କୋପେ। କୋମଳ ବାଳକ କାନ୍ତିମୟ ତନୁ, ବୀର ଦର୍ପେ ଠିଆ କୁନି ହାତେ ଧନୁ। ତନ୍ମୟ ଶ୍ରୀରାମ ଏକି ଚମତ୍କାର, ବାତ୍ସଲ୍ୟ ସ୍ନେହରେ ହୃଦ ଭରପୁର। ମୁନି କୁମରଙ୍କୁ କହିଲେ ବୁଝାଇ, ଯଜ୍ଞ ଅଶ୍ଵ ଆମ ଦିଅ ଯେ ଫେରାଇ। ବାଳକ କହିଲେ ଏ କ୍ଷତ୍ରିୟ ପଣ, ଯୁଦ୍ଧର ଆହ୍ୱାନ କରିଛୁ ଗ୍ରହଣ। ଅନର୍ଥକୁ କିଆଁ ଡାକୁଅଛ ତୁମେ, ବାଣ ପେଷିବାକୁ ବାଧ୍ୟ ହେବୁ ଆମେ। ଛାଡ଼ିଦିଅ ଅଶ୍ଵ ହେ ଦୁଷ୍ଟ ବାଳକ, ନତୁବା ଦେଖିବ ଦୁହେଁ ମୃତ୍ୟୁଲୋକ। ଚୁପ୍ ରୁହ ରାଜା କଥା ନୁହେଁ କାମ, ଆମ ସହ ଲଢ଼ି ଅଶ୍ଵ ନିଅ ତୁମ। ଗୁରୁ କୃପା ବଳେ ନୁହେଁ ଆମେ ଭୀରୁ, ଗର୍ବିର ଉତ୍ତର ବାଣୀ ଦେଇପାରୁ। ପିତା ପୁତ୍ରଙ୍କର ସଂଗ୍ରାମ ଆସନ୍ନ, ପହଞ୍ଚିଲେ ଯାଇ ବାଲ୍ମୀକି ସେ ସ୍ଥାନ। ଗୁରୁ আগমনে মথা করিনত, আজ্ঞাকারী শিষ্য কলে পণিপাত। বুঝাইলে পিলে কর নাহি গোল,
ଯଜ୍ଞର ଘୋଟକ ରାଜ୍ୟର ସମ୍ବଳ। ରାଜା କରୁଛନ୍ତି ମହାପୁଣ୍ୟ କର୍ମ, ନିୟମ ମାନିବା ଆମ ପ୍ରଜା ଧର୍ମ। ନିମନ୍ତ୍ରଣ ଦେଲେ ଅଯୋଧ୍ୟା ନରେଶ, ଆହେ ବୀର ଶିଶୁ ଦରବାର ଆସ। ଅଯୋଧ୍ୟା ବୁଲିଲେ ଗାଇ ଗାଇ ଗୀତ, ଶୁଣାଇଲେ ଦୁହେଁ ଶ୍ରୀରାମ ଚରିତ। ପ୍ରଶ୍ନ କଲେ ରାମ ତୁମେ କାହା ପୁଅ, କିଏ ପିତା ମାତା ଠିକଣା ଜଣାଅ। ରଘୁକୁଳେ ଜନ୍ମ ଲବକୁଶ ନାମ, ମାତା ଆମ ସୀତା ପିତା ତୁମେ ରାମ। ବାଲ୍ମୀକି କହିଲେ ଶୁଣ ହେ ରାଜନ, ବାଳକ ଦୁହିଁଙ୍କ ଜନ୍ମ ଯେ ମହାନ। ବିଧିର ବିଧାନେ ହୋଇଛି ଏ କାମ, ରଖ ଆନନ୍ଦରେ ପତ୍ନୀ ପୁତ୍ର ତୁମ। ସୀତାପତି ରାମ ହୋଇଛନ୍ତି ରାଜା, ତାଙ୍କ ପାଇଁ ବଡ଼ ଚାହେଁ ଯାହା ପ୍ରଜା। ପରୀକ୍ଷା ଦିଅନ୍ତୁ ଆଉ ଥରେ ସୀତା, ଜନତା ଜାଣନ୍ତୁ ତାଙ୍କ ପବିତ୍ରତା। ସ୍ୱାଭିମାନୀ ସୀତା କହିଲେ ଦୁଃଖରେ, ସହି ହେଉନାହିଁ ଏହି ବଞ୍ଚିବାରେ। କାୟ ମନ ବାକ୍ୟେ ଯଦି ସତୀ ଥିବି, ଫାଟିଯା ଧରଣୀ ମୁହିଁ ପଶିଯିବି। କହନ୍ତି ଶ୍ରୀରାମ ଯାଅ ନାହିଁ ସୀତା, ଜାନକୀକୁ ଜମା ନିଅନି ଭୂମାତା। ଏହି ଜନମରେ ଏତିକି ହିଁ ସାଥ, ଆର ଜନମରେ ଦେଖା ହେବ ନାଥ। ପୁଣ୍ୟ ରାମ ରାଜ୍ୟେ ପ୍ରଜା ମତ ଶ୍ରେଷ୍ଠ, ନହେଲେ ରାଜାର ହେବ ଧର୍ମ ନଷ୍ଟ। ରାଜାର ନଥାଏ ବ୍ୟକ୍ତିଗତ ଚିନ୍ତା, ପ୍ରଜାହିତ ପାଇଁ ସୃଷ୍ଟ ରାଜସତ୍ତା। ମନ୍ତ୍ରୀ ପରିଷଦ ମତାମତ ନେଇ, ଗୁରୁ ସ୍ୱଜନଙ୍କୁ ଆଦରେ ବୁଝାଇ। କରି ସୁନିଶ୍ଚିତ ଶାନ୍ତି ସୁଶାସନ, ପୁତ୍ର ହସ୍ତେ ଦେଲେ ରାଜସିଂହାସନ। ଧର୍ମ ରକ୍ଷା ପାଇଁ ଆଜୀବନ ଲଢ଼ି, ନର ରୂପ ଧରି ଧରାକୁ ସଜାଡ଼ି। ଅବତାର ସାରି କୌଶଲ୍ୟାନନ୍ଦନ, ବୈକୁଣ୍ଠ ଚଳିଲେ ପ୍ରଭୁ ଭଗବାନ। ରାମ କଥା ଗୀତ ମନ ପ୍ରୀତମିତ, ଜଗତର ହିତ ଶ୍ରୀରାମ ଚରିତ। ତେଜସ୍ୱୀ ବ୍ୟକ୍ତିତ୍ୱ ଧନ୍ୟ ଦେଶ ଭକ୍ତ, ସର୍ବମାନ୍ୟ ନୀତି ସଂକଳ୍ପରେ ଶକ୍ତ। ଧର୍ମ ରକ୍ଷାକାରୀ ସତ୍ୟବ୍ରତ ରାମ, ଦଶରଥ ସୁତ ଖ୍ୟାତ ତୁମ ନାମ। ଅଯୋଧ୍ୟା ନୃପତି ହେ ମହାମହିମ, ହେ ପ୍ରଜାପାଳକ ପୁରୁଷ ପରମ। ସରଳ ଜୀବନ ହେ ଋଷି ପ୍ରତିମ, ମର୍ଯ୍ୟାଦା ମଣ୍ଡିତ ଗୁଣରେ ଉତ୍ତମ। ନୀଳକାନ୍ତ ତନୁ ସୁନ୍ଦର ସୁଠାମ, ଜାନକୀ ବଲ୍ଲଭ ଅଭିନବ ପ୍ରେମ। ଶ୍ରେଷ୍ଠ ଧନୁର୍ଦ୍ଧାରୀ ବନବାସୀ ରାମ, ଅଜିତ ଅଚ୍ୟୁତ ମହାପରାକ୍ରମ। ହେ ପରିବ୍ରାଜକ ସାହସ ଅସୀମ, ନିର୍ଭୀକ ନାୟକ ନିଷ୍ପତ୍ତି ଚରମ। ରାମ ରାଜ୍ୟ ସ୍ରଷ୍ଟା ହେ ବୀର ବିକ୍ରମ, ପବିତ୍ର ପ୍ରକାଶ ଧାମ ଅନୁପମ। ନ୍ୟାୟଚିତ ନୀତି ତ୍ୟାଗପୂତ କର୍ମ, ଜନମତ ପ୍ରେମୀ ପ୍ରଜାହିତ ଧର୍ମ। ପରିତ୍ରାଣ କର୍ତ୍ତା ହେ ପୁରୁଷୋତ୍ତମ, ପାବନ ସାନ୍ନିଧ୍ୟ ମୁକ୍ତିର ଆୟାମ।
নয়নাভিরাম ঘেনম প্রণাম পাদপদ্মে দীয় অন্তিম বিশ্রাম।